ପିଲା ଦୁଷ୍ଟ ହଉଛି ବାଡି ଦେଲେ ଦେଖ ତାକୁ ନେଇକି ଯିବେ ତାପରେ ପିଲା ଯେତେବେଳେ ଆମର ଯାଇ କହିଲେ କି ଆମ ଦିଦି ନାହାନ୍ତି ଥାନାକୁ ପଳେଇଛନ୍ତି, ଆମେ କହିଲୁ ଥାନାକୁ କ'ଣ ପଳେଇଛନ୍ତି? ଆମେ ପରେ ସରପଞ୍ଚ ପାଖକୁ ଆସିଲୁ। ସରପଞ୍ଚ ପାଖକୁ ଆସିଲା ବେଳେ ସରପଞ୍ଚ କହିଲେ କି ମୁଁ ଏ ବିଷୟରେ ଜାଣିନି, ମୋତେ କେହି କିଛି କହିନାହାନ୍ତି। ସେଠୁ ତାପରେ ତ କାଲି ସେଠୁ ଶୁଣିଲା ବେଳକୁ ସକାଳୁ ସେଠୁ ଆମେ ଦିଦିଙ୍କ କତିକି ଫୋନ୍ କରିଥିଲୁ। ଦିଦି କହିଲେ କି ନାଇଁ ଏମିତି ଏମିତି ହେଇଛି, କିଛି ଅସୁବିଧା ମାନେ ଆମକୁ ଦିଦି କ'ଣ ଅସୁବିଧା ହେଇଛି ଆପଣଙ୍କର? ଆପଣ ସେଠୁ ଦିଦି ବି କହିଲେ ସେ ଗୋଟେ ଘରେ ପୁରେଇକି ଗୋଟେ ପିଲାକୁ କବାଟ ଦେଇ ବନ୍ଦ କରିଦେଇଥିଲେ। ସେଠୁ ସେ ପିଲାଟି ସେନ୍ସଲେସ୍ ହେଇଯାଇଥିଲା। ଦିଦି ତାକୁ ସେଠୁ ଉଦ୍ଧାର କଲେ। ଉଦ୍ଧାର କଲା ପରେ ମାନେ କିଛି ଗାଇଡ୍ ହିସାବରେ ତାକୁ ବାଡ଼େଇଲେ। ସବୁ ଟିଚର ମାନେ ବାଡ଼ାନ୍ତି, ଆମେ ବି ମାଡ଼ ଖାଇଛୁ। ବାଡ଼ିଲେ ଯେହେତୁ ତାକୁ ବାଡ଼େଇଲେ, ପିଲା ବି ସବୁ ଦେଖିଛନ୍ତି ଗୋରା ପିଲାଟା, ଖାଲି ବେତ ପାହାର ନଳା ତ ଆପଣ ଜାଣିଥିବେ ନଳା ବସିବ। ସେଥିରୁ ସେ ଯାଇ ଘରେ ତାର ଅଭିଭାବକଙ୍କୁ କହିଛି। ସେମାନେ ମିଛ କେସ୍ କରିକି ଦିଦିଙ୍କୁ ଫସେଇ ଦେଇଛନ୍ତି। ତେଣୁକରି ଆମେ ମାନେ ବିଧାୟକ ଆମ DO ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ, ଆପଣ ଯଦି ୟାର ସମାଧାନ କରିବେ ଆମକୁ ନ୍ୟାୟ ଦିଅନ୍ତୁ, ନଚେତ୍ ଆମେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲେଇବୁ, ସ୍କୁଲ ବନ୍ଦ କରିବୁ। ଆମେ ସୋମବାର ଯାଏଁ ଟାଇମ୍ ଦେଉଛୁ, ଆମ ସୋମବାର ଭିତରେ ଆମ ଦିଦିଙ୍କୁ ଫେରାଇବା ଦରକାର, ନିହାତି ଦରକାର। ତେଣୁକରି ଆପଣମାନଙ୍କୁ ଅନୁରୋଧ, ଆମ କଥା ଶୁଣନ୍ତୁ, ନଚେତ୍ ଆମେ ବାଧ୍ୟ ହୋଇକି ବହୁତ ଗାର୍ଡିଆନ, ସ୍ତ୍ରୀ ଲୋକ, ଆମ ଷ୍ଟୁଡେଣ୍ଟ ସବୁ ଆମେମାନେ ନିହାତି ରାଜରାସ୍ତାକୁ ଓହ୍ଲେଇବୁ, ନହେଲେ ଆମ ପିଲାଙ୍କ ଭବିଷ୍ୟତ ଏଠି ନାହିଁ। କାରଣ ଏ ସ୍କୁଲରେ ଟୋଟାଲ 2ଟା ଟିଚର କହିଲେ ମାନେ ଦିଦି, କେବଳ 2ଟା ଦିଦି, ଏଠି ଅନ୍ୟ ଟିଚର ମାନେ ପୋଷ୍ଟିଂ ଏପର୍ଯ୍ୟନ୍ତ ହେଇନାହାନ୍ତି। ଆମେ ବି ବହୁତ ବିଧାୟକଙ୍କୁ ଜଣେଇଛୁ, ଏଠି ବିଧାୟକ ବହୁତ ଥର ଆସିଛନ୍ତି, ଆମେ ଜଣେଇଛୁ ଟିଚର ହିସାବରେ, କେହି ବି ଟିଚରକୁ ସେ ଏପର୍ଯ୍ୟନ୍ତ ଏଠିକି ପଠେଇ ନାହାନ୍ତି। ଯେହେତୁ ଏଠି 2 ଜଣ ଅଛନ୍ତି, ସେ ଏବେ ହେଡମାଷ୍ଟର ପୋଷ୍ଟିଂରେ ପୋଷ୍ଟ ହେଇଛନ୍ତି। ତାପରେ ଦେଖନ୍ତୁ ଏ ଗୋଟେ କଥା, ଏଠି ଯଦି ବି କିଛି ଅସୁବିଧା ହେଇଥିଲା ସେ ପିଲାର, ଏଠି ବହୁତ କିଛି ସମାଧାନ ଥିଲା। ଗୋଟେ ଟାଇମ୍ ବି ଗୋଟେ ଦିଦିଙ୍କୁ କିଛି ଟାଇମ୍ ଦେବାର ଥିଲା। ଯଦି ଗୋଟେ ପିଲା ଭୁଲ କଲା ବୋଲି ଆପଣ ଗୋଟେ ପିଲା ସକାଶେ 150 ପିଲାଙ୍କୁ ଦଣ୍ଡ ଦେଲେ। ଅବିକା ପିଲା ସ୍କୁଲରେ ଯାହା ଅବସ୍ଥା, କେହି ନାହାନ୍ତି ପଢ଼େଇବାକୁ, ଛୁଆ ଆମେ ବାସି ହୋ ହା ହେଉଛନ୍ତି ଛୁଆ, ଏଠି କାନ୍ଦ ବୋବାଳି ଛୁଆଙ୍କର। ଆମ ଦିଦି ଆମକୁ ଦରକାର, ଆମକୁ ଅନୁରୋଧ ଆପଣ ମାନେ ଦିଦି କିଛି ପିଲା ଗୋଟେ ପିଲାକୁ ଅନ୍ଧାର ଘରେ ବନ୍ଦ କରି ରଖିଥିଲେ, ଆମ ମ୍ୟାଡାମ ଆସି ତାକୁ ଉଦ୍ଧାର କଲେ, କିନ୍ତୁ କ'ଣ ହେଇଛି ଆମେ ଜାଣିନୁ, କିନ୍ତୁ ଆମ ଦିଦିଙ୍କୁ ପୋଲିସ ଆସି ନେଇଛନ୍ତି। ଆମ ଦିଦି ଆମକୁ ଦରକାର, ଆମ ଦିଦି ନ ଆସିଲେ ଆମେ ପାଠ ପଢିବୁନି କି ସ୍କୁଲକୁ ବି ଆସିବୁନି। ଆଉ ଯଦି ଆମ ମାର୍କ ଖରାପ ହେଲା ସେଥିପାଇଁ ପ୍ରଶାସନ ଦାୟୀ। ଆମ ଦିଦିଙ୍କର କିଛି ବି ଭୁଲ ନାହିଁ, କିନ୍ତୁ ପୋଲିସ ଆସି ନେଇଛି। ଆମ ଦିଦିଙ୍କର କିଛି ବି ଭୁଲ ନାହିଁ, ଆମ ଦିଦି ଆମକୁ ଦରକାର। ଆମ ଦିଦି ନ ଆସିଲେ ଆମେ ପାଠ ପଢିବୁନି। ଆମ ଦିଦି କ'ଣ ପାଇଁ ନିଆ ହେଇଛି? ଆମ ଦିଦି ଆମକୁ ଦରକାର ମାନେ ଦରକାର। ଆମ ଦିଦି ନ ଆସିଲେ ଆମେ ପାଠ ପଢିବୁନି। ଆଉ ଯାହାକୁ ବି ଆମ ଦିଦିଙ୍କ ପାଇଁ ଅସୁବିଧା ହଉଛି ସିଏ ସ୍କୁଲ ପଳାଉ, କିନ୍ତୁ ଆମ ଦିଦି ଆମକୁ ଦରକାର। ଆମ ଦିଦି ଆମକୁ ବହୁତ ଭଲ ପାଠ ପଢୁଥିଲେ, ବହୁତ ଭଲ ପାଉଥିଲେ, ସିଏ କାହିଁ ଯାଇଛନ୍ତି? ଆମ ଦିଦି ନ ଆସିଲେ ଆମେ ପାଠ ପଢିବୁନି। ଆମ ଦିଦି ଆମକୁ ଦରକାର ମାନେ ଦରକାର। ଆମ ଦିଦି କ'ଣ ପାଇଁ ଯାଇଛନ୍ତି? ଆମ ଦିଦିଙ୍କର ଭୁଲ କ'ଣ? ଆମ ଦିଦି ଆମକୁ ଦରକାର। ଆମ ଦିଦି ବା ଆମକୁ ଦରକାର। ସୋମବାର ଭିତରେ ଯଦି ଆମ ଦିଦି ନ ଆସିଲେ ଏ ସ୍କୁଲ ତାହେଲେ ପଢିବ, ଆମେ ସ୍କୁଲକୁ ଆସିବୁନି। ଆମ ଦିଦି ଆମକୁ ଦରକାର। ସେ ପ୍ରଶାସନ ଯାହା କହୁଛି କହୁ, ଆମ ଦିଦି ଆମକୁ ଦରକାର।